2026 ତୁଳା ରାଶି ଜାତକମାନଙ୍କ ପାଇଁ ସାଧାରଣ ବର୍ଷ ନୁହେଁ। ଏହି ବର୍ଷ 9ଟି ଗ୍ରହ ଏକାଥରକେ ତୁଳା ରାଶି ଉପରେ ପ୍ରଭାବ ପକାଇବେ, ଯାହା ଫଳରେ ଜୀବନ। ନମସ୍କାର ପ୍ରିୟ ଦର୍ଶକମାନେ, ଆପଣମାନଙ୍କୁ ସ୍ୱାଗତ ଆଷ୍ଟ୍ରୋଭଗ୍ୟ ୟୁଟ୍ୟୁବ୍ ଚ୍ୟାନେଲରେ, ଯେଉଁଠି ଆମେ ଖୋଲିକରି କହୁ ଭାଗ୍ୟର ସତ୍ୟ, ଗ୍ରହର ଗୁପ୍ତ ଖେଳ ଏବଂ ଆଗାମୀ ଭବିଷ୍ୟତ। ଆଜିର ଏହି ଭିଡିଓ ତୁଳା ରାଶିର ଜାତକମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 2026ରେ ତୁଳା ରାଶି ଉପରେ 9ଟି ଗ୍ରହ ଏକାସାଥିରେ ପ୍ରଭାବ ପକାଇବେ। ଆରମ୍ଭ ହେବ ଗ୍ରହମାନଙ୍କ ଭିତରେ ଭୟଙ୍କର କଳହ। ଏହି କଳହ କାହାର ଜୀବନ ଭାଙ୍ଗିବ, କାହାର ଭାଗ୍ୟ ଗଢ଼ିବ। ଏହି ଭିଡିଓଟି ଶେଷ ପର୍ଯ୍ୟନ୍ତ ନ ଦେଖିଲେ ଆପଣ 2026ର ସବୁଠୁ ଗୁପ୍ତ ସତ୍ୟ ମିସ୍ କରିଦେବେ। ତୁଳା ରାଶିର ଜନ୍ମଜାତ ସ୍ୱଭାବ। ତୁଳା ରାଶି ହେଉଛି ଶୁକ୍ର ଗ୍ରହ ଦ୍ୱାରା ଶାସିତ। ଏହି ରାଶିର ଲୋକମାନେ ସୁନ୍ଦର ମନର, ଭାବୁକ, ନ୍ୟାୟ ଓ ସନ୍ତୁଳନ ପ୍ରେମୀ, ସମ୍ପର୍କକୁ ଜୀବନରୁ ଅଧିକ ମୂଲ୍ୟ ଦେଉଥିବା। କିନ୍ତୁ ଦୁର୍ବଳତା କ'ଣ? ଅଧିକ ଭାବିବା, ନିଷ୍ପତ୍ତି ନେଇ ପଛୁଆହଟ ଲୋକଙ୍କୁ ଖୁସି କରିବା, ଚକ୍କରରେ ନିଜକୁ ହରାଇଦେବା। 2026ରେ ଏହିସବୁ ଦୁର୍ବଳତା ଉପରେ ଗ୍ରହମାନେ ସିଧା ଆକ୍ରମଣ କରିବେ। 2026ରେ 9ଟି ଗ୍ରହର ଭୟଙ୍କର କଳହ। 2026ରେ ଏହି 9ଟି ଗ୍ରହ ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ, କେତୁ ଭିନ୍ନ ଭିନ୍ନ ସମୟରେ ତୁଳା ରାଶି ସହିତ କେବେ ମିତ୍ରତା, କେବେ ଶତ୍ରୁତା କରିବେ। ଶନି ଧୈର୍ଯ୍ୟ ପରୀକ୍ଷା କରିବ, ରାହୁ ଭ୍ରମ ଆଣିବ, କେତୁ ଅଲଗା କରିବ, ଶୁକ୍ର ଭୋଗବିଳାସ ଓ ପ୍ରେମରେ ଟାଣିବ, ମଙ୍ଗଳ ରାଗ ଓ ବିବାଦ ବଢ଼ାଇବ। ଏହି କଳହ ହିଁ 2026କୁ ତୁଳା ରାଶି ପାଇଁ ସବୁଠୁ ଜଟିଳ ବର୍ଷ କରିଦେବ। ନମସ୍କାର ପ୍ରିୟ ଦର୍ଶକମାନେ, ଆପଣମାନଙ୍କୁ ସ୍ୱାଗତ ଆଷ୍ଟ୍ରୋଭଗ୍ୟ ୟୁଟ୍ୟୁବ୍ ଚ୍ୟାନେଲରେ। ଏହି ଭିଡିଓ ତୁଳା ରାଶିର ଜାତକମାନଙ୍କ ପାଇଁ 2026ର ସବୁଠୁ ଗଭୀର ସତ୍ୟ ଏବଂ ଚେତାବନୀମୟ ଭବିଷ୍ୟବାଣୀ। 2026 ଏକ ସାଧାରଣ ବର୍ଷ ନୁହେଁ। ଏହା ତୁଳା ରାଶି ପାଇଁ ପରୀକ୍ଷା, ପରିବର୍ତ୍ତନ, ପୁନର୍ଜନ୍ମର ବର୍ଷ। ଏହି ବର୍ଷ 9ଟି ଗ୍ରହ ଏକାସାଥିରେ ଭିନ୍ନ ଭିନ୍ନ ଦିଗରୁ ଆଘାତ ଓ ସହଯୋଗ ଦୁହେଁ କରିବେ। ତୁଳା ରାଶିର ଜନ୍ମଜାତ ସ୍ୱଭାବ। ତୁଳା ରାଶି ଶୁକ୍ର ଦ୍ୱାରା ଶାସିତ। ଏହି ରାଶିର ଲୋକମାନେ ସନ୍ତୁଳନ ପ୍ରେମୀ, ସମ୍ପର୍କକୁ ଜୀବନଠାରୁ ଆଗେ ରଖୁଥିବା, ସୌନ୍ଦର୍ଯ୍ୟ, ଶାନ୍ତି ଓ ନ୍ୟାୟକୁ ପସନ୍ଦ କରୁଥିବା। କିନ୍ତୁ ଦୁର୍ବଳତା, ଅଧିକ ଭାବିବା, ସମସ୍ତଙ୍କୁ ଖୁସି କରିବି, ଭାବ ନିଷ୍ପତ୍ତି ନେବାରେ ଡେରି। 2026ରେ ଏହି ଦୁର୍ବଳତା ଉପରେ ଗ୍ରହମାନେ ସିଧା କାମ କରିବେ। 2026ରେ 9ଟି ଗ୍ରହର କଳହ ମାଇନସ୍ କ'ଣ ଘଟିବ? 2026ରେ ପ୍ରଭାବ ପକାଇବେ ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ, କେତୁ। ସୂର୍ଯ୍ୟ ଇଗୋ, ଅଥରିଟି, ଚନ୍ଦ୍ର ମନ, ଭାବନା, ମଙ୍ଗଳ ରାଗ, ଆକ୍ସନ, ବୁଧ ବୁଦ୍ଧି, କମ୍ୟୁନିକେସନ, ବୃହସ୍ପତି ସତ୍ୟ, ଧର୍ମ, ଶୁକ୍ର ପ୍ରେମ, ସମ୍ପର୍କ, ଶନି କର୍ମ, ଶାସନ, ରାହୁ ଭ୍ରମ, ସର୍ଟକଟ, କେତୁ ବିରକ୍ତି, ବିଚ୍ଛେଦ। ଏହି ଶକ୍ତିମାନଙ୍କ ଟକ୍କର 2026କୁ ତୁଳା ରାଶି ପାଇଁ ଅସାଧାରଣ କରିଦେବ। ସୂର୍ଯ୍ୟ vs ଶୁକ୍ର ମାଇନସ୍ ଇଗୋ ଓ ରିଲେସନ କ୍ଲାସ୍। 2026ରେ ଇଗୋ ଓ ରିଲେସନସିପ୍ ମଧ୍ୟରେ ଯୁଦ୍ଧ। ବସ୍, ଅଥରିଟି, ପାର୍ଟନର ସମସ୍ତ ସ୍ଥାନରେ ମୁଁ ଠିକ୍ ଭାବ ଟକ୍କର ଖାଇବ। ଯଦି ଇଗୋ ଛାଡ଼ିଲେ ସୂର୍ଯ୍ୟ ସହଯୋଗୀ, ନହେଲେ ସମ୍ପର୍କ ଭାଙ୍ଗିବ। ଚନ୍ଦ୍ର vs ଶନି ମାଇନସ୍ ମନ ଉପରେ ଚାପ, ମନରେ ଭାର, ଏକାକୀପଣ, ଓଭର ଥିଙ୍କିଂ। ହସୁଥିବେ କିନ୍ତୁ ଭିତରେ ଯୁଦ୍ଧ। ଏହା ଶନିର ପରୀକ୍ଷା, ଭ୍ରମ ନୁହେଁ, ଶିକ୍ଷା। ମଙ୍ଗଳ vs ବୁଧ ମାଇନସ୍ ଭୁଲ ନିଷ୍ପତ୍ତିର ଝୁମ୍ପର ଆଗରେ କଥା, ପଶ୍ଚାତାପ। ଭୁଲ ମେସେଜ, ଭୁଲ ଡିଲ୍, ଭୁଲ ପ୍ରମିସ୍, ସାବଧାନ। 2026ରେ ଭାବିକି କହନ୍ତୁ, ଲେଖିକି ପଢ଼ନ୍ତୁ। ବୃହସ୍ପତି vs ରାହୁ, ଟ୍ରୁଥ୍ vs ସର୍ଟକଟ୍, ଇଜି ମନି, ସର୍ଟକଟ୍, ଟେମ୍ପଟିଂ ଅଫର, ରାହୁର ଟ୍ରାପ୍। ସତ୍ୟ, ଧୀରେ ଗତି, ସଠିକ୍ ପଥ, ବୃହସ୍ପତିର ଆଶୀର୍ବାଦ। ରାହୁକୁ ଶୁଣିଲେ 2027 ପର୍ଯ୍ୟନ୍ତ ଭୋଗ। ବୃହସ୍ପତିକୁ ଧରିଲେ ଦୀର୍ଘ ସଫଳତା। ରାହୁ କେତୁ ଆକ୍ସିସ୍ ଡେଷ୍ଟିନି ଡିଭାଇଡର। କିଛି ଲୋକ ହଠାତ୍ ଯିବେ, କିଛି ନୂଆ ଆସିବେ। ଯାହା ଯିବ ଶିକ୍ଷା ଦେଇଯିବ, ଯାହା ଆସିବ ଭବିଷ୍ୟତ ଗଢ଼ିବ। କ୍ୟାରିୟର ଓ ଚାକିରି, ଅଫିସ୍, ପଲିଟିକ୍ସ। ରେକଗ୍ନିସନ୍ ଡିଲେ, ଅଥରିଟି କ୍ଲାସ୍ କିନ୍ତୁ ବର୍ଷର ଦ୍ୱିତୀୟ ଭାଗରେ। ନୂଆ ରୋଲ୍, ପ୍ରମୋସନ୍, ଭିଜିବିଲିଟି। ରାଗରେ ଚାକିରି ଛାଡ଼ିବେନି। ବ୍ୟବସାୟ ଓ ଧନ, ନ୍ୟୁ ଆଇଡିଆସ୍। ଫରେନ୍, ଅନଲାଇନ୍ ଲିଙ୍କ୍, ଫ୍ୟାଶନ୍, ବ୍ୟୁଟି, ମିଡିଆ ଲାଭଦାୟକ କିନ୍ତୁ ଲିଗାଲ ପେପର, ପାର୍ଟନରସିପ୍ ଡବଲ୍ ଚେକ୍। ପ୍ରେମ ଓ ସମ୍ପର୍କ, ମିସ୍ ଅଣ୍ଡରଷ୍ଟାଣ୍ଡିଂ, ଇଗୋ, ଥର୍ଡ ପର୍ସନ ଇଣ୍ଟରଫିରେନ୍ସ। ଟ୍ରୁ ରିଲେସନ୍ ଟିକିବ, ଫେକ୍ ଭାଙ୍ଗିବ। ସିଙ୍ଗଲ ତୁଳା ଆଟ୍ରାକ୍ସନ୍ ଅଧିକ, ଷ୍ଟେବିଲିଟି କମ୍। ବିବାହିକ ଜୀବନ କଥା କମ୍, ବୁଝିବା ଅଧିକ। ଅହଙ୍କାର ଓ ସନ୍ଦେହ ମୁଖ୍ୟ ଶତ୍ରୁ। ସ୍ୱାସ୍ଥ୍ୟ, ଷ୍ଟ୍ରେସ୍, ଆଙ୍ଗ୍ଜାଇଟି, ସ୍ଲିପ୍ ପ୍ରୋବ୍ଲେମ୍, କିଡନୀ, ସ୍କିନ୍ ସେନ୍ସିଟିଭିଟି। ଧ୍ୟାନ, ପାଣି, ରୁଟିନ୍ ଅତ୍ୟାବଶ୍ୟକ। Month wise 2026 snapshot. January to February, confusion, relation test. March to April, anger control, health focus. May to June, improvement, money flow. July, truth reveal. Aug, turning point. Sep,
Venus support, love/creativity. OCT, patience test. November, respect, finance stability. Deek, mental clarity. Power remedies. 2026 survival kit. शुक्र शक्ति शुक्रवार धଳାବସ୍ତ୍ର ଓ ଶୁକ୍ରାୟ ନମଃ। 108 ଚନ୍ଦ୍ର ଶାନ୍ତି ସୋମବାର ଦୁଧ ଚାଉଳ ଦାନ ଓ ସୋମାୟ ନମଃ। ଶନି ଶାନ୍ତି ଶନିବାର କଳା ତିଲ ତେଲ ଦାନ ଓ ସଂ ଶନୈଶ୍ଚରାୟ ନମଃ। ରାହୁ କେତୁ କୁକୁରକୁ ଖାଇବା ଝୁଟ ଓ ସର୍ଟକଟ ତ୍ୟାଗ ଓ ରାଙ୍ଗ ରାହବେ ନମଃ ଓ କେଂ କେତବେ ନମଃ। ଲକି କଲର୍ସ 2026 ଧଳା ହାଲୁକା ପିଙ୍କ ସ୍କାଇ ବ୍ଲୁ। ଲକି ଷ୍ଟୋନ ସାବଧାନ ଡାୟମଣ୍ଡ ହ୍ୱାଇଟ୍ ସାଫାୟାର ବାୟ ଓପାଲ। ଜନ୍ମକୁଣ୍ଡଳୀ ଦେଖି ପରେ ଡେଇଲି ହ୍ୟାବିଟ୍ ରେମେଡି ରାଗ କମ୍ ମିଠା କଥା ସେଲ୍ଫ ରେସ୍ପେକ୍ଟ ନୋ କହିବା ଶିଖନ୍ତୁ। 2026ରେ ତୁଳା ରାଶି ଜାତକମାନଙ୍କ କାରିୟର ଚାପରେ ରହିବ ମନ ଭାଙ୍ଗିବ କାମ କରିଲେ ମଧ୍ୟ ସ୍ୱୀକୃତି ମିଳିବ ନାହିଁରେ। ଇଗୋ କ୍ଲାସ୍ ରାଜନୀତି ପଛରୁ କଥା ଦେଖିବାକୁ ମିଳିପାରେ। କେତେକ ତୁଳା ରାଶି ଲୋକ ଚାକିରି ଛାଡ଼ିବାକୁ ଭାବିବେ କ୍ଷଣିକ ରାଗରେ ଭୁଲ ନିଷ୍ପତ୍ତି ନେବେ। ସତର୍କ 2026ରେ ରାଗରେ ନିଆଯାଇଥିବା ନିଷ୍ପତ୍ତି 2027 ବିନା 28 ପର୍ଯ୍ୟନ୍ତ ଭୋଗିବାକୁ ପଡ଼ିପାରେ। କିନ୍ତୁ ବର୍ଷର ଦ୍ୱିତୀୟ ଭାଗରେ ହଠାତ୍ ପ୍ରମୋସନ ନୂଆ ରୋଲ୍ ନୂଆ ସୁଯୋଗ ମଧ୍ୟ ଦେଖାଯାଇପାରେ ଯଦି ଆପଣ ଧୈର୍ଯ୍ୟ ଧରନ୍ତି। ବ୍ୟବସାୟ ଓ ଧନ ରିସ୍କ ରିୱାର୍ଡ 2026ରେ ତୁଳା ରାଶି ବ୍ୟବସାୟୀମାନେ ନୂଆ ଆଇଡିଆ ନେଇ ଆସିବେ କିନ୍ତୁ ସଠିକ୍ ପାର୍ଟନର ବାଛିପାରିବେ ନାହିଁ। ରାହୁ କେତୁ କହୁଛି ସର୍ଟକଟ୍ ନେଲେ ନଷ୍ଟ ଠକେଇର ସମ୍ଭାବନା ଲିଗାଲ ପ୍ରୋବ୍ଲେମ୍। ୱାର୍ଣ୍ଣିଂ 2026ରେ ତୁଳା ରାଶି ଲୋକ କାଗଜ ନ ପଢ଼ି ସାଇନ୍ କଲେ ଭବିଷ୍ୟତ ଅନ୍ଧାର। ତଥାପି ଫ୍ୟାଶନ ବିଉଟି ମିଡିଆ ଅନଲାଇନ୍ ବିଜନେସରେ ଭଲ ଲାଭ ହେବ। ପ୍ରେମ ସମ୍ପର୍କ ଭାବନାର ଝଡ଼ ତୁଳା ରାଶି ପ୍ରେମରେ ସଚ୍ଚା କିନ୍ତୁ 2026ରେ ଭୁଲ ବୁଝାବୁଝି ଇଗୋ ଥର୍ଡ ପର୍ସନ ଇଣ୍ଟରଫିରେନ୍ସ ସମ୍ପର୍କକୁ ହଲାଇଦେବ। ଯେଉଁମାନେ ଟ୍ରୁ ଲଭ୍ରେ ଅଛନ୍ତି ଟ୍ରଷ୍ଟ ରଖିଲେ ସମ୍ପର୍କ ବଞ୍ଚିବ ସନ୍ଦେହ କଲେ ଭାଙ୍ଗିବ। ସିଙ୍ଗଲ ତୁଳା ରାଶି 2026ରେ ଆକର୍ଷଣ ଅଧିକ ହେବ କିନ୍ତୁ ସବୁ ସମ୍ପର୍କ ଟିକିବ ନାହିଁ। ବିବାହିକ ଜୀବନ ବିବାହିତ ତୁଳା ରାଶିର ଜାତକମାନେ 2026ରେ ଶିଖିବେ କଥା କମ୍ ବୁଝିବା ଅଧିକ ଅହଙ୍କାର ଛାଡ଼ିବା ସାଥୀଙ୍କୁ ସମୟ ଦେବା ନହେଲେ ଦୂରତା ମନମାଳିନ୍ୟ ଅଲଗା ରହିବା ସମ୍ଭାବନା ଅଛି। ସ୍ୱାସ୍ଥ୍ୟ ମନ ଅଧିକ ଦୁର୍ବଳ 2026ରେ ଏଙ୍ଗ୍ଜାଇଟି ଷ୍ଟ୍ରେସ୍ ଦି ସ୍ଲିପ୍ ପ୍ରୋବ୍ଲେମ୍ ତୁଳା ରାଶିକୁ ଘେରିବ। କେତେକଙ୍କୁ କିଡ୍ନି ସ୍କିନ୍ ହର୍ମୋନାଲ ଇମ୍ବାଲାନ୍ସ ସମସ୍ୟା ହୋଇପାରେ। ତୁଳା ରାଶି 2026 ମନ୍ଥୱାଇଜ୍ ରାଶିଫଳା ଓଡ଼ିଆ 9ଟି ଗ୍ରହର କଳହ ମାସ ଅନୁସାରେ ପୂର୍ଣ୍ଣ ଭବିଷ୍ୟବାଣୀ ଆଷ୍ଟ୍ରୋଭଜ୍ଞା। ଜାନୁଆରୀ 2026 ଭ୍ରମ ଓ ଚାପର ଆରମ୍ଭ ବର୍ଷର ଆରମ୍ଭ ତୁଳା ରାଶି ପାଇଁ ସହଜ ହେବ ନାହିଁ। ଶନି ଓ ରାହୁର ଯୁକ୍ତ ପ୍ରଭାବରେ ମନ ଅସ୍ଥିର କାମରେ ଧ୍ୟାନ ନ ଲାଗିବ। ପୁରୁଣା କଥା ମନକୁ ଆସିବ ଅଫିସ୍ କିମ୍ବା ବ୍ୟବସାୟରେ ଭରସା କମ୍ ରଖନ୍ତୁ କାରଣ କେହି ଆପଣଙ୍କୁ ଭୁଲ ଦିଗ ଦେଖାଇପାରେ। ଫେବୃଆରୀ 2026 ସମ୍ପର୍କରେ ଟେଷ୍ଟ ଏହି ମାସରେ ପ୍ରେମ ଓ ସମ୍ପର୍କର ମୁଖ୍ୟ ଭୂମିକା ନେବ। ପ୍ରେମ ସମ୍ପର୍କରେ ମିସ୍ଅଣ୍ଡରଷ୍ଟାଣ୍ଡିଂ ବିବାହିତ ଜୀବନରେ ଅହଙ୍କାର କଥା କମ୍ ଅନୁମାନ ଅଧିକ ଯାହା କହିବାକୁ ଅଛି ସିଧା କହନ୍ତୁ ନହେଲେ ଛୋଟ କଥା ବଡ଼ ରୂପ ନେବ। ମାର୍ଚ୍ଚ 2026 ମଙ୍ଗଳ ଦୋଷ ଭାବ ମଙ୍ଗଳର ତୀବ୍ର ପ୍ରଭାବରେ ରାଗ ବଢ଼ିବ ତର୍କ ବିବାଦ ହଠାତ୍ ନିଷ୍ପତ୍ତି ଏହି ମାସରେ ଚାକିରି ଛାଡ଼ିବା କିମ୍ବା ଝଗଡ଼ା କରିବା ଭବିଷ୍ୟତ ପାଇଁ ଖରାପ। ଏପ୍ରିଲ 2026 ନିଜକୁ ସମ୍ଭାଳିବା ସମୟ ଏପ୍ରିଲ ମାସରେ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ମାନସିକ କ୍ଳାନ୍ତି ଘୁମ ଅଭାବ ଦେଖାଯାଇପାରେ। କାମ ସହିତ ଶରୀରକୁ ମଧ୍ୟ ଗୁରୁତ୍ୱ ଦିଅନ୍ତୁ ନହେଲେ ବର୍ଷର ମଧ୍ୟଭାଗ ଦୁର୍ବଳ ହୋଇଯିବ। ମେ 2026 ଆଶାର କିରଣ ବୃହସ୍ପତିର ସହାୟତାରେ ଏହି ମାସରୁ ଧୀରେ ଧୀରେ ସ୍ଥିତି ସୁଧରିବ। ନୂଆ ସୁଯୋଗ କାମରେ ସ୍ୱୀକୃତି ଧନ ଆଗମନର ସଂକେତ ଏହି ମାସରେ ଭଲ କାମ କଲେ ଆଗକୁ ତାହାର ଫଳ ମିଳିବ। ଜୁନ 2026 ଧନ ଓ ଡିସିଜନ ଜୁନ୍ ମାସ ତୁଳା ରାଶି ପାଇଁ ଟଙ୍କା ଆସିବ କିନ୍ତୁ ସହିତ ଖର୍ଚ୍ଚ ମଧ୍ୟ ବଢ଼ିବ। ରାହୁ ପ୍ରଭାବରୁ ଭୁଲ ନିବେଶ ଅନାବଶ୍ୟକ ସପିଂ ଧନ ମାମଲାରେ ଏହି ମାସରେ ସେଲ୍ଫ କଣ୍ଟ୍ରୋଲ ଅତ୍ୟାବଶ୍ୟକ। ଜୁଲାଇ 2026 ସମ୍ପର୍କରେ ସତ୍ୟ ପରୀକ୍ଷା ଏହି ମାସରେ କେହି ଆପଣଙ୍କ ସତ୍ୟ ଚେହେରା ଦେଖିବେ କେହି ଆପଣଙ୍କୁ ଛାଡ଼ି ଯାଇପାରେ। ଯେଉଁ ସମ୍ପର୍କ ସତ୍ୟ ସେ ରହିବ ଯେଉଁଟା ନକଲି ସେ ଭାଙ୍ଗିବ। ଅଗଷ୍ଟ 2026 ଭାଗ୍ୟ ହଠାତ୍ ଘୂରିବ। ଏହା ହେଉଛି 2026ର ଏକ ଟର୍ଣ୍ଣିଂ ପଏଣ୍ଟ ମନ୍ଥ। ପ୍ରମୋସନ ନ୍ୟୁ ଅଫର ବିଦେଶ ସଂଯୋଗ ନୂଆ ଆଶା ଏହି ମାସରେ ଯାହା ମିଳିବ ତାହା ଦୀର୍ଘ ସମୟ ପାଇଁ ରହିବ। ସେପ୍ଟେମ୍ବର 2026 ଶୁକ୍ର ଗ୍ରହର ପୁନଃ ପ୍ରଭାବ ଶୁକ୍ର ତୁଳା ରାଶିର ସ୍ୱାମୀ ଗ୍ରହ। ଏହି ମାସରେ ପ୍ରେମରେ ମିଠାପଣ ଆକର୍ଷଣ ବଢ଼ିବ କଳା ସୌନ୍ଦର୍ଯ୍ୟ ଫ୍ୟାଶନରେ ସଫଳତା ସିଙ୍ଗଲ ତୁଳା ରାଶି ଏହି ସମୟରେ ନୂଆ ସମ୍ପର୍କ ଆସିପାରେ। ଅକ୍ଟୋବର 2026 ଧୈର୍ଯ୍ୟ ଆବଶ୍ୟକ ଶନି ପୁଣିଥରେ ପରୀକ୍ଷା ନେବ। କାମ ଧୀରେ ଚାଲିବ ଅପେକ୍ଷା ବଢ଼ିବ ମନରେ ହତାଶା ଏହି ମାସରେ ଧୈର୍ଯ୍ୟ ହେଉଛି ସବୁଠୁ ବଡ଼ ଅସ୍ତ୍ର। ନଭେମ୍ବର 2026 ଧନ ଓ ସମ୍ମାନ ନଭେମ୍ବର ମାସ ତୁଳା ରାଶିକୁ ଆର୍ଥିକ ଆରାମ ସମ୍ମାନ ପରିବାରରେ ମର୍ଯ୍ୟାଦା ଦେବ। ପୁରୁଣା ପରିଶ୍ରମର ଫଳ ମିଳିବ। ଡିସେମ୍ବର 2026 ମନର ଶାନ୍ତି ବର୍ଷର ଶେଷ ମାସ ଅନୁଭବ ଦେବ ଶିକ୍ଷା ଦେବ ଆତ୍ମବିଶ୍ଳେଷଣ କରାଇବ। ତୁଳା ରାଶି ଜାତକମାନେ
2026 ଶେଷରେ ଆଗକୁ କ'ଣ କରିବେ ସେଥିରେ ସ୍ପଷ୍ଟ ହୋଇଯିବେ। ତୁଳା ରାଶି 2026 9ଟି ଗ୍ରହର ଗୁପ୍ତ ଯୁଦ୍ଧ। ଲିବ୍ରା 2026 ଡିପ୍ ଆଷ୍ଟ୍ରୋଲୋଜି ଆନାଲିସିସ୍। 2026ରେ ତୁଳା ରାଶି କାହିଁକି ଟାର୍ଗେଟ୍? 2026 ସାଧାରଣ ବର୍ଷ ନୁହେଁ। ଏହା ତୁଳା ରାଶି ପାଇଁ କର୍ମଭାଗ୍ୟ ସମ୍ପର୍କ 3ଟି ମୋର୍ଚ୍ଚାରେ ଯୁଦ୍ଧର ବର୍ଷ। ତୁଳା ରାଶିର ସ୍ୱାମୀ ଗ୍ରହ ଶୁକ୍ର 2026ରେ ସବୁଠୁ ଅଧିକ ଆକ୍ରମଣରେ ରହିବ। ଶୁକ୍ର ଯେତେବେଳେ ଦୁର୍ବଳ ତୁଳା ରାଶିର ସନ୍ତୁଳନ ଭାଙ୍ଗେ, ସମ୍ପର୍କ ହଲାଇଯାଏ, ନିଷ୍ପତ୍ତି ଭୁଲ ହୁଏ। ଏଇଥିପାଇଁ 9ଟି ଗ୍ରହ ମଧ୍ୟରେ ଯାହା ଘଟିବ ତାହାର ସିଧା ଆଘାତ ତୁଳା ରାଶି ଉପରେ ପଡ଼ିବ। ସୂର୍ଯ୍ୟ vs ଶୁକ୍ର ମାଇନସ୍ ଇଗୋ ଓ ରିଲେସନ୍ କ୍ଲାସ୍। ସୂର୍ଯ୍ୟ ହେଉଛି ଅହଙ୍କାର, ଆତ୍ମସମ୍ମାନ, ପାୱାର। ଶୁକ୍ର ହେଉଛି ପ୍ରେମ, ସମ୍ପର୍କ, ସୁନ୍ଦରତା। 2026ରେ ଏହି ଦୁଇ ଗ୍ରହ ଏକାଠି ରହିଲେ ମଧ୍ୟ ମିଶିବେ ନାହିଁ। ଫଳ, ମୁଁ ଠିକ୍ ଭାବ ନିଜ ଇଗୋ ଦ୍ୱାରା ସମ୍ପର୍କ ଭାଙ୍ଗିବ। ବସ୍ vs ୟୁ, ପାର୍ଟନର vs ୟୁ। ତୁଳା ରାଶି ଯଦି 2026ରେ ଇଗୋ ଛାଡ଼ିଲେ ସୂର୍ଯ୍ୟମିତ୍ର ହେବ, ନହେଲେ ସବୁଠୁ ବଡ଼ ଶତ୍ରୁ। ଚନ୍ଦ୍ର vs ଶନି ମାଇଣ୍ଡ ପ୍ରେସର ୱାର। ଚନ୍ଦ୍ର ମନ, ଶନି କଠୋର କର୍ମ। 2026ରେ ଶନି ଚନ୍ଦ୍ରକୁ ଚାପ ଦେବ। ଫଳ, ଓଭରଥିଙ୍କିଂ, ଲୋନଲିନେସ୍। କାହାକୁ କହିବି? ଭାବ ହସୁଥିବେ କିନ୍ତୁ ମନ ଭିତରେ ଭାର। ଏହି ଯୁଦ୍ଧରେ ଅଧିକ ସେନ୍ସିଟିଭ୍ ତୁଳା ରାଶି ଅଧିକ ସଫର କରିବେ। ଏହି ସମୟରେ ତୁଳା ରାଶିର ଲୋକ ନିଜକୁ ଏକା ଭାବିବେ, କିନ୍ତୁ ସେଟା ଶନିର ଭ୍ରମ। ମଙ୍ଗଳ vs ବୁଧ ମାଇଣ୍ଡ ଡେସିସନ୍ ଡେଷ୍ଟ୍ରୟର କ୍ଲାସ୍। ମଙ୍ଗଳ ରାଗ, ବୁଧ ବୁଦ୍ଧି। 2026ରେ ତୁଳା ରାଶି ଏହି ଦୁଇ ଗ୍ରହ ମଧ୍ୟରେ ଫସିବେ। ଫଳ, ରାଗରେ କଥା ପଛରେ ପଶ୍ଚାତାପ, ଭୁଲ ମେସେଜ, ଭୁଲ ଡିଲ୍, ଭୁଲ ପ୍ରମିସ୍। ଏହି ଯୁଦ୍ଧ କହୁଛି 2026ରେ ଯାହା କହିବେ ଭାବିକି କହନ୍ତୁ, ଯାହା ଲେଖିବେ ପୁଣି ପଢ଼ନ୍ତୁ, ନହେଲେ ଛୋଟ ଭୁଲ ବଡ଼ କ୍ଷତି କରିଦେବ। ବୃହସ୍ପତି vs ରାହୁ, ଟ୍ରୁଥ୍ vs ଇଲ୍ୟୁଜନ୍। ବୃହସ୍ପତି ସତ୍ୟ, ଧର୍ମ, ଜ୍ଞାନ। ରାହୁ ଭ୍ରମ, ସର୍ଟକଟ୍, ଲୋଭ। 2026ରେ ଏହି ଦୁଇ ଗ୍ରହର ଯୁଦ୍ଧ ତୁଳା ରାଶିକୁ ସବୁଠୁ ଅଧିକ ଟେଷ୍ଟ କରିବ। ଫଳ, ସର୍ଟକଟ୍ ନେବାକୁ ମନ ଲୋଭୀ ଅଫର, ଇଜି ମନି ଟ୍ରାପ୍। ଯେଉଁ ତୁଳା ରାଶି ରାହୁର କଥା ଶୁଣିବେ ସେମାନେ 2027 ପର୍ଯ୍ୟନ୍ତ ଭୋଗିବେ। ଯେଉଁମାନେ ବୃହସ୍ପତିର ସତ୍ୟ ଧରିବେ ସେମାନେ ଧୀରେ କିନ୍ତୁ ଦୃଢ଼ ଭାବେ ଜିତିବେ। ରାହୁ ମାଇନସ୍ କେତୁ ମାଇନସ୍ ଡେଷ୍ଟିନି ଡିଭାଇଡର ଆକ୍ସିସ୍। ରାହୁ ଆକର୍ଷଣ, କେତୁ ବିରକ୍ତି। 2026ରେ ଏହି ଆକ୍ସିସ୍ ତୁଳା ରାଶି ଜୀବନରୁ କିଛି ଲୋକଙ୍କୁ ହଠାତ୍ ହଟାଇ ଦେବ, କିଛି ନୂଆ ଲୋକଙ୍କୁ ହଠାତ୍ ଆଣିଦେବ। ଯାହା ଯିବ ତାହା ଯିବା ଦରକାର, ଯାହା ଆସିବ ସେ ଶିକ୍ଷା ଦେବ। ଏହି ଯୁଦ୍ଧ ତୁଳା ରାଶିକୁ ଇମୋସନାଲି ମେଚର କରିଦେବ। ଶୁକ୍ର ସର୍ଭାଇଭଲ ମୋଡ୍। 2026ରେ ଶୁକ୍ର କେବେ ଶକ୍ତିଶାଳୀ କେବେ ଦୁର୍ବଳ। ଯେତେବେଳେ ଶୁକ୍ର ଦୁର୍ବଳ, ଲଭ୍ ପ୍ରୋବ୍ଲେମ୍, ସେଲ୍ଫ ୱାର୍ଥ ଇସ୍ୟୁ, ବ୍ୟୁଟି, ଲକ୍ସରୀ ଲସ୍। ଯେତେବେଳେ ଶୁକ୍ର ଶକ୍ତିଶାଳୀ, ଆଟ୍ରାକ୍ସନ୍, ଫେମ୍, ସପୋର୍ଟ ଫ୍ରମ୍ ଅପୋଜିଟ୍ ଜେଣ୍ଡର। ତୁଳା ରାଶି ପାଇଁ 2026ର ମୂଳମନ୍ତ୍ର ନିଜ ମୂଲ୍ୟ ବୁଝ। 9ଟି ଗ୍ରହର ଯୁଦ୍ଧର ଶେଷ ଫଳ। 2026ରେ ତୁଳା ରାଶି ଭାଙ୍ଗିବ, ପୁଣି ଗଢ଼ିବ। କମ୍ ଲୋକ କିନ୍ତୁ ସତ୍ୟ, କମ୍ ଆଡ଼ମ୍ବର କିନ୍ତୁ ଶାନ୍ତି। ଏହି ଗ୍ରହ ଯୁଦ୍ଧ ତୁଳା ରାଶିକୁ ଦୁର୍ବଳ କରିବାକୁ ନୁହେଁ, ଫିଲ୍ଟର କରିବାକୁ ଆସିଛି। 9ଟି ଗ୍ରହର କଳହରୁ ରକ୍ଷା ପାଇଁ ଗୁପ୍ତ ଉପାୟ। ଆଷ୍ଟ୍ରୋଭଗ୍ୟା। 2026ରେ ଉପାୟ କାହିଁକି ଅତ୍ୟାବଶ୍ୟକ? 2026ରେ ତୁଳା ରାଶି ଜାତକମାନେ ଗ୍ରହମାନଙ୍କ ସିଧା ପରୀକ୍ଷା ମଧ୍ୟରେ ରହିବେ। କେବଳ ଭାଗ୍ୟ ଉପରେ ଭରସା କଲେ ଏହି ବର୍ଷ ପାର କରିବା କଷ୍ଟକର। ଉପାୟମାନେ ସୁପରଷ୍ଟିସନ୍ ନୁହେଁ, ଗ୍ରହ ଶକ୍ତି ସହିତ ନିଜ ଶକ୍ତିକୁ ଆଲାଇନ୍ କରିବା। ଶୁକ୍ର ଶକ୍ତି ବଢ଼ାଇବା ମୋଷ୍ଟ ଇମ୍ପୋର୍ଟାଣ୍ଟ। ଶୁକ୍ର ହେଉଛି ତୁଳା ରାଶିର ସ୍ୱାମୀ ଗ୍ରହ। 2026ରେ ଯଦି ଶୁକ୍ର ଶକ୍ତିଶାଳୀ, ସମସ୍ତ ଗ୍ରହ ଶାନ୍ତ ହେବ। କ'ଣ କରିବେ? ପ୍ରତି ଶୁକ୍ରବାର ଧଳା ବସ୍ତ୍ର ପିନ୍ଧନ୍ତୁ, ସୁଗନ୍ଧ, ପରଫ୍ୟୁମ୍, ଆଗରବତୀ ବ୍ୟବହାର କରନ୍ତୁ। ନିଜ ଆପିୟରେନ୍ସକୁ ନେଗ୍ଲେକ୍ଟ କରିବେନି। ଶୁକ୍ର ମନ୍ତ୍ର, ଓ ଶୁକ୍ରାୟ ନମଃ 108 ଥର ଶୁକ୍ରବାର ସକାଳ। ଚନ୍ଦ୍ର ଶାନ୍ତି ଉପାୟ, ମାଇଣ୍ଡ କଣ୍ଟ୍ରୋଲ। 2026ରେ ମନ ଅଧିକ ଦୁର୍ବଳ ହେବ। ଚନ୍ଦ୍ର ଶାନ୍ତ ହେଲେ ଓଭରଥିଙ୍କିଂ କମିବ, ଏଙ୍ଗ୍ଜାଇଟି ହଟିବ। ଉପାୟ, ସୋମବାର ଦୁଧ କିମ୍ବା ଚାଉଳ ଦାନ। ଚନ୍ଦ୍ରକୁ ଦେଖି 5 ମିନିଟ୍ ଶାନ୍ତ ରୁହନ୍ତୁ। ଚନ୍ଦ୍ରମନ୍ତ୍ର, ଓ ସୋମାୟ ନମଃ 108 ଥର। ଶନି ଶାନ୍ତି, କାର୍ମା ପ୍ରୋଟେକ୍ସନ୍। ଶନି ଯଦି କଠୋର, ତୁଳା ରାଶି ମାନସିକ ଭାବେ ଭାଙ୍ଗିଯାଏ। ଉପାୟ, ଶନିବାର କଳା ତିଲ୍ ବା ମଷ୍ଟର୍ଡ ଅଏଲ୍ ଦାନ। ବୃଦ୍ଧ, ଗରିବ, ଶ୍ରମିକଙ୍କୁ ସମ୍ମାନ। ଶନି ମନ୍ତ୍ର, ଓ ସଂ ଶନୈଶ୍ଚରାୟ ନମଃ 108 ଥର। ରାହୁ କେତୁ ଶାନ୍ତି, ଡେଷ୍ଟିନି ବାଲାନ୍ସ। 2026ରେ ରାହୁ କେତୁ ତୁଳା ରାଶି ଜୀବନରେ ସଡେନ୍ ଚେଞ୍ଜ ଆଣିବେ। ଉପାୟ, ମଙ୍ଗଳବାର 22 ଶନିବାର କୁକୁରକୁ ଖାଇବା ଦିଅନ୍ତୁ। ଅନାବଶ୍ୟକ ଝୁଟ୍ କହିବେନି। ମନ୍ତ୍ର, ଓ ରାଙ୍ଗ ରାହାବେ ନମଃ ଓ କେଂ କେତବେ ନମଃ। ଲକି କଲର ଥେରାପି। 2026 ତୁଳା ରାଶି। 2026ରେ ତୁଳା ରାଶି ପାଇଁ ଶକ୍ତିଶାଳୀ ରଙ୍ଗ ଧଳା, ପିସ୍ ବାଲାନ୍ସ, ହାଲୁକା ପିଙ୍କ, ଲଭ୍ ହିଲିଂ, ସ୍କାଏ ବ୍ଲୁ, ମାଇଣ୍ଡ କାମ୍। ଏହି ରଙ୍ଗଗୁଡ଼ିକ ବସ୍ତ୍ର, ପେନ୍, ମୋବାଇଲ କଭରରେ ବ୍ୟବହାର କରନ୍ତୁ। ଲକି ଷ୍ଟୋନ୍,
ସାବଧାନ ସହିତ ତୁଳାରାଶିର ମୁଖ୍ୟ ରତ୍ନ ହୀରା ବା ଡାୟମଣ୍ଡ କିନ୍ତୁ 2026ରେ ସମସ୍ତଙ୍କୁ ସ୍ୟୁଟ୍ କରେନି। ସେଫ୍ ଅଲ୍ଟରନେଟିଭ୍ ହ୍ୱାଇଟ୍ ସାଫାୟାର ଓପାଲ ଶୁକ୍ରବାର ଧଳା ଧାତୁରେ ଡାହାଣ ହାତର ଅଙ୍ଗୁଠିରେ ରତ୍ନ ପିନ୍ଧିବା ପୂର୍ବରୁ ଜନ୍ମକୁଣ୍ଡଳୀ ଦେଖାଇବା ବେଷ୍ଟ। ଡେଲି ହ୍ୟାବିଟ୍ ରେମେଡି ମୋଷ୍ଟ ପାୱାରଫୁଲ୍ ଗ୍ରହକୁ ଶାନ୍ତ କରିବାର ସବୁଠୁ ବଡ଼ ଉପାୟ। ରାଗ କମ୍ କରନ୍ତୁ, ମିଠା କଥା କହନ୍ତୁ, ନିଜ ସେଲ୍ଫ ରେସ୍ପେକ୍ଟକୁ ଅନଦେଖା କରିବେନି। ନୋ କହିବା ଶିଖନ୍ତୁ। 2026ରେ ଯେଉଁ ତୁଳାରାଶି ନିଜକୁ ବୁଝିବେ ସେମାନଙ୍କୁ କୌଣସି ଗ୍ରହ ହରାଇ ପାରିବ ନାହିଁ। ମେଡିଟେସନ୍ ପ୍ରାଣାୟାମ ଅତ୍ୟାବଶ୍ୟକ। ଗୁପ୍ତ ଉପାୟ ମଷ୍ଟ ଡୁ ରେମେଡିଜ୍ ଆଷ୍ଟ୍ରୋଭଗ୍ୟ ପକ୍ଷରୁ ତୁଳାରାଶି ପାଇଁ ଶକ୍ତିଶାଳୀ ଉପାୟ। ପ୍ରତି ଶୁକ୍ରବାର ମା ଲକ୍ଷ୍ମୀଙ୍କୁ ଧଳା ଫୁଲ କ୍ଷୀରି ଓ ଶୁକ୍ରାୟ ନମଃ 108 ଥର ଜପ। ଗରିବକୁ ଧଳା ବସ୍ତ୍ର ବାଇ ଚାଉଳ ଦାନ। ରାଗ ଓ ଅହଙ୍କାର ଉପରେ ନିୟନ୍ତ୍ରଣ। ତୁଳାରାଶିର ଜାତକମାନେ 2026ରେ 9ଟି ଗ୍ରହର କଳହରୁ ରକ୍ଷା ପାଇବା ପାଇଁ ଏହି ଉପାୟଗୁଡ଼ିକୁ ଅବଶ୍ୟ କରନ୍ତୁ। ପ୍ରତି ଶୁକ୍ରବାର ମା ଲକ୍ଷ୍ମୀଙ୍କୁ ଧଳା ଫୁଲ କ୍ଷୀରି କିମ୍ବା ଦୁଧ ଅର୍ପଣ କରନ୍ତୁ ଓ ଶୁକ୍ରାୟ ନମଃ ପ୍ରତିଦିନ କିମ୍ବା କମ୍ ସେ କମ୍ ଶୁକ୍ରବାର 108 ଥର ଜପ କରନ୍ତୁ। ଧଳା ବସ୍ତ୍ର, ଚାଉଳ କିମ୍ବା ମିଠା ଗରିବ ଓ ଆବଶ୍ୟକମନ୍ଦଙ୍କୁ ଦାନ କରନ୍ତୁ। ରାଗ, ଅହଙ୍କାର ଓ ଅତିରିକ୍ତ ସନ୍ଦେହକୁ ନିୟନ୍ତ୍ରଣ କରନ୍ତୁ, କାରଣ 2026ରେ ଏହି ତିନିଟି ହିଁ ତୁଳାରାଶିର ସବୁଠୁ ବଡ଼ ଶତ୍ରୁ। ସମ୍ଭବ ହେଲେ ଶୁକ୍ରବାର ଧଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ଓ ସୁଗନ୍ଧ ବ୍ୟବହାର କରନ୍ତୁ। ମାନସିକ ଶାନ୍ତି ପାଇଁ ପ୍ରତିଦିନ କିଛି ସମୟ ଧ୍ୟାନ ଓ ପ୍ରାଣାୟାମ କରନ୍ତୁ। ଏହି ଉପାୟଗୁଡ଼ିକ ନିୟମିତ କଲେ 9ଟି ଗ୍ରହର କଳହର ପ୍ରଭାବ କମିବ ଏବଂ ତୁଳାରାଶି ଜୀବନରେ ସନ୍ତୁଳନ ଆସିବ। ପ୍ରିୟ ଦର୍ଶକମାନେ, 2026 ତୁଳାରାଶି ପାଇଁ ଯୁଦ୍ଧର ବର୍ଷ, କିନ୍ତୁ ଯେଉଁମାନେ ଧୈର୍ଯ୍ୟ ଧରିବେ ସେମାନେ ନିଶ୍ଚୟ ଜିତିବେ। 9ଟି ଗ୍ରହର କଳହ ଆପଣଙ୍କୁ ଭାଙ୍ଗିବ ନୁହେଁ, ଆପଣଙ୍କୁ ଶକ୍ତିଶାଳୀ କରିବ ଯଦି ଆପଣ ସଚେତନ ରୁହନ୍ତି। ଭିଡିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ଆଷ୍ଟ୍ରୋଭଗ୍ୟ ୟୁଟ୍ୟୁବ୍ ଚ୍ୟାନେଲ। ଜୟ ମା ଜଗନ୍ନାଥ। ଯଦି ଏହି ଭିଡ଼ିଓ ଆପଣଙ୍କ ମନକୁ ଛୁଇଁଥିଲା ତେବେ ଲାଇକ୍ କରନ୍ତୁ ଏବଂ ଆଷ୍ଟ୍ରୋଭାଗ୍ୟ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।